যদি নରେନ୍ଦ୍ର ମୋଦି ସହିତ ଯଦି ଲାଗିବେ ଏମାନେ ବାଘ ସହିତ ଯଦି ଲଢେଇ କଲେ ଏମାନେ ଗୋଟେ ଗୋଟେ ବାଘ ଭଳିଆ ନିଜକୁ ନିଜେ ପ୍ରେଜେଣ୍ଟେସନ କରିବେ। 17 ଦିନରୁ ଅଧିକା ସମୟ ବିତିଗଲାଣି ଝାଡଖଣ୍ଡରେ ଚାଲିଛି ଜେନ୍ଜି ଆନ୍ଦୋଳନ, ଛାତ୍ର ଆନ୍ଦୋଳନ। ମୁଦ୍ଦା କଣ, ବିଷୟ କଣ? ଯୋଉ ଆନ୍ଦୋଳନର ମୁଦ୍ଦା ଥିଲା ଦିଲ୍ଲୀରେ ଯନ୍ତର ମନ୍ତରରେ, ସେଇ ଆନ୍ଦୋଳନର ମୁଦ୍ଦା ଝାଡଖଣ୍ଡରେ ମଧ୍ୟ। ସେଇ ପରୀକ୍ଷା ପେପର ଦୁର୍ନୀତି, ସେଠି ନିଟ୍ ଏକ୍ଜାମ, ଏଠି ଜେପିଏସସି ଏକ୍ଜାମ, এই বিষয়କୁ ନେଇକରି ଆନ୍ଦୋଳନ ଚାଲିଛି। ଦେବେନ୍ଦ୍ରନାଥ ମାହାতো ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ହଙ୍ଗର ଷ୍ଟ୍ରାଇକରେ ଅଛନ୍ତି, ଯୋଉଠିକି ସୋନମ ୱାଙ୍ଗଚୁକ୍ ଥିଲେ, ଏଠି ଛାତ୍ର ନେତା ମାହାतो ଅଛନ୍ତି। ଆଉ ଏଥି ନେଇକରି ସରକାର ସହିତ ମାନେ ଛାତ୍ର ସଂଗଠନର କଥାବାର୍ତ୍ତା ଚାଲିଛି, ବାରମ୍ବାର ହଉଛି। ସରକାର ଅଧିକାଂଶ ଦାବି ମାନିବା ପାଇଁ ରାଜି ନୁହନ୍ତି। ଜେପିଏସସି ଏକ୍ଜାମକୁ କ୍ୟାନସେଲ କରିବା ପାଇଁ ମଧ୍ୟ ସେ ପ୍ରସ୍ତୁତ ନୁହନ୍ତି, କିନ୍ତୁ ଛାତ୍ର ସଂଗଠନ ମଧ୍ୟ ତାଙ୍କ ଦାବିରେ ହଟିବା ପାଇଁ ପ୍ରସ୍ତୁତ ନୁହନ୍ତି। ତେଣୁ ସରକାର ଯେ ଆନ୍ଦୋଳନକୁ ଦବେଇବା ପାଇଁ ଚେଷ୍ଟା କରୁନାହାନ୍ତି ସେ କଥା ନାହିଁ। ପୋଲିସ ଫୋର୍ସକୁ ଲଗେଇଛନ୍ତି, ଟିଆରି ଗ୍ୟାସ ମାଡ଼ ହଉଛି, ଲାଠି ଚାର୍ଜ ଚାଲିଛି, ଚପଲ ଫିଙ୍ଗା ଚାଲିଛି। ଆଉ ଇଭେନ ସରକାର ଚେଷ୍ଟା କରୁଛନ୍ତି ମିଡିଆକୁ ମଧ୍ୟ ତାକୁ କେମିତି ଦୂର ରଖାଯିବ ସେଥିପାଇଁ ମଧ୍ୟ ମିଡିଆ ଉପରେ ମଧ୍ୟ ଚାପ ପକାଉଛନ୍ତି। ବିଭିନ୍ନ ଘଟଣା ହଉଛି। ହେଲେ ଏଇ ଯୋଉ ଆନ୍ଦୋଳନ ଗୁଡାକ ହଉଛି, এইটা ମୋ ମତରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କାହିଁକି? ଯୁବ ସମାଜ ହଉଛି ଦେଶର ଭବିଷ୍ୟତ। ସେମାନେ ସେମାନଙ୍କର ଅଧିକାରକୁ ନେଇକି ଯଦି ଆନ୍ଦୋଳନ କରିବେ ନାହିଁ, କେବଳ ପରିସ୍ଥିତି ସହିତ ସାଲିସ କରି ବଞ୍ଚିବେ, ତାହେଲେ ଦେଶ ଆଗକୁ ଯିବ ନାହିଁ। ନିଜର ଅଧିକାର ପାଇଁ ଲଢେଇ କରିବା ଉଚିତ, ଯୋଉଟା କି ପଜିଟିଭଲି ହେବା ଉଚିତ। କୌଣସି ବ୍ୟକ୍ତିର ପ୍ରରୋଚନାରେ ଆସିକି ରାଜନୀତିର ଶିକାର ନ ହେଇକି ଯଦି ନିରପେକ୍ଷ ଭାବରେ ଆନ୍ଦୋଳନ ହଉଛି, ଏଇଟା ଠିକ ଜିନିଷ। ହେଲେ ଯାହା ବି ହଉ, ଏଇ ଯୋଉ ମୋଟାମୋଟି ଝାଡଖଣ୍ଡର ଯୋଉ ପରିସ୍ଥିତି ଯାହା ବି କହିଲି, ଆର ସମାଧାନ 19-20 ହେଇକି ବାହାରିବ। କିଛି ନା କିଛି ସମାଧାନ ହବ, ଯେମିତି ଯନ୍ତର ମନ୍ତରରେ ହେଲା। ସରକାର ମଧ୍ୟ ମୁଣ୍ଡ ନୁଆଇଲେ ଏଇଠି ମଧ୍ୟ କିଛି ହେଇପାରେ। ମୁଁ ସେ ବିଷୟକୁ ବର୍ତ୍ତମାନ ଯିବା ପାଇଁ ଚାହୁଁନାହିଁ। ମୋର ବିଷୟ ଏଇ ଯୋଉ ଦିଟା ଯାକ ଆନ୍ଦୋଳନ, ଦିଲ୍ଲୀ ଆନ୍ଦୋଳନ ଯନ୍ତର ମନ୍ତର ଆଉ ଝାଡଖଣ୍ଡର ଆନ୍ଦୋଳନ, ଏ ଦିଟା ଭିତରେ ଗୋଟେ ତୁଳନାତ୍ମକ ବିଷୟଟା ଆପଣ ସାମ୍ନାରେ ରଖିବା ପାଇଁ ଚେଷ୍ଟା କରୁଛି। ଯଦି ଆପଣ ଦୁଇଟା ଯାକ ଆନ୍ଦୋଳନ, ଝାଡଖଣ୍ଡ ଆନ୍ଦୋଳନ ଆଉ ଦିଲ୍ଲୀ ଆନ୍ଦୋଳନକୁ ଯଦି ତୁଳନା କରି ଦେଖିବେ, ଏଥିରେ ଥିବା ଗୋଟେ ବଡ ଡିଫରେନ୍ସକୁ ଆପଣ ଜାଣିପାରିବେ। ଏଇ ଆନ୍ଦୋଳନରେ ଯୋଉମାନେ ଦିଲ୍ଲୀରେ ମୁଖ୍ୟ ଭୂମିକା ନେଉଥିଲେ ଆନ୍ଦୋଳନର, ସେମାନଙ୍କର ଜଣେ ବି ବ୍ୟକ୍ତିଙ୍କର ଉପସ୍ଥିତି ଝାଡଖଣ୍ଡରେ ଆପଣ ଦେଖିବାକୁ ପାଇବେ ନାହିଁ। ଝାଡଖଣ୍ଡରେ ଯୋଉମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ପ୍ରକୃତରେ ସେଠାକାର ଛାତ୍ରଛାତ୍ରୀ ମାନେ ହିଁ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀରେ ଯୋଉମାନେ ଆନ୍ଦୋଳନ କରୁଥିଲେ, ସେମାନେ ହଉଛନ୍ତି ରାଜନୈତିକ ବ୍ୟକ୍ତି ମାନେ, ଯିଏକି କକରୋଜ ଜନତା ପାର୍ଟିକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ, ଆଉ ଛାତ୍ରମାନଙ୍କୁ ସେମାନଙ୍କର ହାତ ବାରିସି ଭଳିଆ ବ୍ୟବହାର କରିକି ସେମାନେ ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିଲେ। ଆପଣ ଦେଖନ୍ତୁ, ରାହୁଲ ଗାନ୍ଧୀ ଯିଏ ପ୍ରଧାନମନ୍ତ୍ରୀଙ୍କ ଘରେ ଯାଇକିରି ରାସ୍ତାରେ ଶୋଇ ପଡୁଥିଲେ, ଛାତ୍ରମାନଙ୍କ ଏତେ ତାଙ୍କ ପ୍ରତି ଦରଦ ଥିଲା। ଅରବିନ୍ଦ କେଜରିୱାଲ ମୁଖ୍ୟ ଭୂମିକା ନେଇଥିଲେ ମାନେ କକରୋଜ ଜନତା ପାର୍ଟି ଆନ୍ଦୋଳନରେ। ଯୋଗେନ୍ଦ୍ର ଯାଦବ, ତମର ପ୍ରକାଶ ରାଜ, ଅରୁନ୍ଧତୀ ରାୟ, ଆହୁରି ସୋନମ ୱାଙ୍ଗଚୁକ୍, ଆହୁରି ବହୁତ ଗୁଡେ ବଡ ବଡ ଷ୍ଟାର ଗୁଡାକ ଆସିକି ସେଠି ବିଭିନ୍ନ ପ୍ରକାରର ସରକାର ବିରୋଧୀ ସ୍ଲୋଗାନ ଦଉଥିଲେ, ସରକାରଙ୍କୁ ହଟେଇବା ପାଇଁ ବୋଲିକି କଣ ଯେ କଣ ନ କହୁଥିଲେ, ଆପଣମାନେ ସବୁ ଦେଖିଛନ୍ତି। ତା ତୁଳନାରେ ଏଇ ଯୋଉ ବ୍ୟକ୍ତି ମାନେ କହିଲେ, ଆହୁରି ଅନେକ ଅଛନ୍ତି, ସେମାନେ ଗୋଟିଏ ବି ବ୍ୟକ୍ତି ବ୍ୟକ୍ତିଗତ ସ୍ତରରେ ଫିଜିକାଲି ଯାଇକିରି ଝାଡଖଣ୍ଡ ଆନ୍ଦୋଳନରେ ଭାଗ ନେଇଛନ୍ତି କି ଆପଣ ଦେଖନ୍ତୁ ଭଲ। ଜଣେ ବି ବ୍ୟକ୍ତି, ନଟ୍ ଏ ସିଙ୍ଗଲ ପଲିଟିକାଲ ପାର୍ଟି ଯିଏକି ଝାଡଖଣ୍ଡ ଯାଇକିରି ସେମାନଙ୍କୁ ସମର୍ଥନ କରିଛନ୍ତି। ଏଠି ଯଦି ଦିଲ୍ଲୀରେ ବସିକିରି ଏମାନେ ଗୋଟେ ଷ୍ଟେଟମେଣ୍ଟ ଦେଇ ଦଉଛନ୍ତି, ମିଡିଆ ବାଲା ପଚାରିଲେ। ଯଦି ପ୍ରକୃତରେ ଛାତ୍ର ମାନଙ୍କର ଅଧିକାର ପ୍ରତି ତମର ଏତେ ଦରଦ ଅଛି, ଏତେ ଯଦି ଯୁବ ସମାଜ ପ୍ରତି ତମର ସହାନୁଭୂତି ଅଛି, ଯିବାରେ କଣ ଅସୁବିଧା ଥିଲା? ସେଠି ଯାଇକିରି କ୍ୟାମ୍ପ କରିବାରେ କଣ ଅସୁବିଧା ଥିଲା? ଖାଲି ଯେହେତୁ ସେଇଟା ଗୋଟେ ରାଜ୍ୟ ସରକାର, ସେଠି ଏମାନଙ୍କର କୌଣସି ରାଜନୈତିକ ଲାଭ ହବ ନାହିଁ, ତେଣୁ ସେମାନେ ଗଲେ ନାହିଁ। ଯେହେତୁ ଏଠି ଯଦି ନରେନ୍ଦ୍ର ମୋଦି ସହିତ ଯଦି ଲାଗିବେ,
एमाने बाघ सहित जो लड़ाई कले एमाने गोटे गोटे बाघ भया निजको निजे प्रेजेंटेशन करेंगे एमाने आमे नरेंद्र मोदी सरकार को दोहलई देलु ताको आठई देलु ई जो बहादुरी नबाटा ई जो पॉलिटिकल माइलेज नबा पई आंकर ई जो टोटल ऊपर ई जो कॉकरोच जनता पार्टी आंदोलन रा उद्देश्य थिला ता व्यतीत अन्य किछि नाही सरकार ए जिनसटा को बुझिचंती तेणु से मध्य सरकार मध्य वेट एंड वाच पॉलिसी करुथिले आउ सेमाने से बुझिले जे छात्र माने यही जो पॉलिटिकल पार्टी रो हाथ बारसी साजुचंती एमाने मिसगाइड होउचंती तेणु कथाटा को आगु न बढ़ी तार से समाधान करिदेले जदि बा गोटे मंत्री माने बळी पड़िला किंतु घटनाटा को जो बढ़ी था तार समाधान करदेले तो मोर जो मूल कथाटा हला पॉलिटिकल पार्टी माने भविष्य में छात्र आंदोलन को कॉकरोच जनता पार्टी टाको गोटे राजनैतिक अस्त्र भाया व्यवहार करेंगे आकु नहीं कि सब सरकार को अड़ुआर पकेवा चेष्टा करेंगे एथिरे संदेह ही नहीं।